ସକାଳୁ ସେ ତାର 10ମ ଶ୍ରେଣୀ ପାସ୍ କରିସାରିଛି। ତାର ଗୋଟେ ପିଲା ପାଠ ପଢ଼ିବ ବୋଲି ତା ବହି ଦେବା ପାଇଁ ଯାଇଥିଲା, ତାକୁ ସେଠୁ ଫେରିକିରି ଆସିଲା ବେଳେ ତାର ପ୍ରାଥମିକ ତଦନ୍ତ ଯେଉଁ କଥା, ପ୍ରାଥମିକ ବ୍ୟବସ୍ଥା ଯେଉଁ କଥାଟା ଅଛି, ମୁଁ ବଳଙ୍ଗା ପୋଲିସ OIC ପଣ୍ଡା ସହିତ କଥା ହେଉଥିଲି, SDPଙ୍କ ସହିତ କଥା ହେଉଥିଲି ଯେ ତାକୁ ସେ ଟେକି ନେଇଯାଇକରି ସେ ବନ୍ଧ ତଳେ ତାକୁ ପେଟ୍ରୋଲ ପକାଇ ଦେଇଛନ୍ତି ଏବଂ ତାର ଯାହା ଡକ୍ଟର ବର୍ତ୍ତମାନ କହୁଛନ୍ତି ପ୍ରାୟ ଆଭବ୍ 60% ତାର ବର୍ଣ୍ଣ ଘଟଣା ହେଇଯାଇଛି ବୋଲି ଏବଂ ତାର ଡିହାଇଡ୍ରେସନ୍ ହେଇଛି, ବର୍ତ୍ତମାନ ଚାଲିଛି ଏବଂ ଫରେନ୍ସିକ୍ ଟିମ୍ ଆସିକରି ପହଞ୍ଚନ୍ତି। ତାପରେ ତାଙ୍କର କାର୍ଯ୍ୟକ୍ରମ ହେବ, ବନ୍ୟ ଉଠିକି ନେବେ। ଅତ୍ୟନ୍ତ ଦୁଃଖଦାୟକ ଘଟଣା। କିଏ ସେ ଦୁର୍ବୃତ୍ତ, କିଏ ସେ ଘଟଣା ଘଟିଛି ଏପର୍ଯ୍ୟନ୍ତ ସେଟାକୁ ଆଇଡେଣ୍ଟିଫାଇ ହେଇପାରିନାହିଁ। ସେ ଝିଅ ମଧ୍ୟ କହିପାରୁନାହିଁ। ମୁଁ ତା ବାପା ଏବଂ ତା ଦାଦା ଉଭୟ ମଧ୍ୟ କାଳୁ ଏବଂ ତା ଭାଇ ମଧ୍ୟ ଅଛନ୍ତି। ମୁଁ ତାଙ୍କ ସାଙ୍ଗେ ଯାହା କଥା ହେଉଥିଲି, ଏପର୍ଯ୍ୟନ୍ତ ଝିଅ ଯେହେତୁ ସେ କ୍ରୋମାରେ ଅଛି, ନିଶ୍ଚିନ୍ତ ଭାବରେ ମେଣ୍ଟାଲି ହାରାସରେ ଅଛି, ଝିଅ ସ୍ପଷ୍ଟ ଭାବରେ କିଛି କହିପାରୁନାହିଁ ଏପର୍ଯ୍ୟନ୍ତ କିଏ ସେ ମାନେ ଏହା ଘଟଣାକୁ ଘଟାଇଛନ୍ତି ବୋଲି। କିନ୍ତୁ ନିଶ୍ଚିନ୍ତ ଭାବରେ ଅତ୍ୟନ୍ତ ଦୁଃଖଦାୟକ ଘଟଣା ଏବଂ ଯେଉଁମାନେ ଡକ୍ଟର ଟିମ୍ ସେମାନେ କାର୍ଯ୍ୟରେ ତାଙ୍କର ଅଛନ୍ତି। ନିଶ୍ଚିତ ଭାବରେ ତ ଦୁଃଖଦାୟକ ଘଟଣା ଯେ କିପରି ଭାବରେ ସେ ଝିଅଟି ପାଠପଢ଼ା 2 ବର୍ଷ ହେଲା ଛାଡ଼ି ସାରିଲେଣି, ମଧ୍ୟ 10th ପାସ୍ କଲା ପରେ ଆଉ ସେ କଲେଜ ଆଡ଼ମିସନ୍ ନେଇପାରିନି। ସେ ପିଲାଟି 2 ବର୍ଷ ହେଲାଣି ପାଠପଢ଼ା ଛାଡ଼ି ସାରିଲେଣି। ତେଣୁ କାହିଁକି ଘଟିଲା, କ'ଣ ପାଇଁ ଘଟିଲା, କେଉଁମାନେ ଘଟାଇଛନ୍ତି, ଏହା ତ ନିଶ୍ଚିତ ଭାବରେ ତଦନ୍ତ ସାପେକ୍ଷ। ଯେଉଁ ମୁହୂର୍ତ୍ତରେ ଘଟଣା ମୁଁ ଶୁଣିଲି ସେଇ ମୁହୂର୍ତ୍ତରେ ସାଙ୍ଗେ ସାଙ୍ଗେ ବଳଙ୍ଗା ପୋଲିସ ସହିତ କଥା ହେଇଥିଲି, ତାଙ୍କ ବାପାଙ୍କ ସହିତ କଥା ହେଇ ପିପିଲି ଡାକ୍ତରଖାନା ପାଖରେ ପହଞ୍ଚିକିରି ତାକୁ ଏଠିକି ଆମେ ଘଟଣାକୁ ଏମ୍ସକୁ ଆଣିବାର ବ୍ୟବସ୍ଥା କରାହେଇଛି। ତ ନିଶ୍ଚିତ ଭାବରେ ତ ଯେଉଁମାନେ ଦୁର୍ବୃତ୍ତ, ଯେଉଁମାନେ ଦୋଷୀ, ନିଶ୍ଚିତ ଭାବରେ ସରକାର ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ। ଏଥିରେ ତ ପୋଲିସ ପ୍ରଶାସନର କାର୍ଯ୍ୟ ସେୟା। ଅଲରେଡ଼ି ପୋଲିସ ଇଜ୍ ଇନ୍ ଦ ଭର୍ଜ ଅଫ୍ ଇନକ୍ୱାରି ପ୍ରୋସେସରେ ଅଛନ୍ତି ଏବଂ ଆମେ ଆଶା କରୁଥିଲେ ଝିଅଟି ନିଶ୍ଚିତ ଭାବରେ ଆଜି ନହେଲେ କାଲି ଯେତେବେଳେ ସେ ଟ୍ରମାରୁ ଘଟଣା ଅଛି ତାଙ୍କର ବାହାରିବ, ଯେତେବେଳେ ଟିକେ ସୁସ୍ଥ ହେବ ଆମେ ଆଶା କରିବା ଯେ ଝିଅ ମଧ୍ୟ ନିଶ୍ଚିତ ଝିଅ ମୁହଁରୁ ସ୍ପଷ୍ଟ ଭାବରେ ଶୁଣିବା କିଏ ସେ ଦୁର୍ବୃତ୍ତମାନେ କିଏ ଘଟଣା ଘଟାଇଥିଲେ।